ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ ପ୍ରଚଣ୍ଡ ରୌଦ୍ର ପରକାଶ। ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରସେ ଘନ ଘନ। ଭାଦ୍ର ଆଶ୍ୱିନ ଶରତରେ ନିର୍ମଳ ଶୋଭା ଜଗତରେ। ହିମେ କାର୍ତ୍ତିକ ମାର୍ଗଶିର ରାତିରେ ପଡ଼ଇ ଶିଶିର। ଶୀତରେ ପୌଷ ମାଘ ମାସ ଦେହରେ ରଖ ଶୀତବାସ। ଫାଲ୍ଗୁନ ଚୈତ୍ର ବସନ୍ତରେ ମୃଦୁମଳୟ ମନହରେ। 12 ମାସର କଥା ଏହି ହେଜ ବାଳକେ ମନ ଦେଇ। ମୋର ସାଙ୍ଗମାନେ, 70 ଦଶକରେ ଭକ୍ତକବି ମଧୁସୂଦନ ରାଓଙ୍କ ଲିଖିତ 12 ମାସ କବିତାଟି ଛବିଳ ମଧୁ ବର୍ଣ୍ଣବୋଧରେ ପଢ଼ିଥିଲି। ଏବେ 2025 ମସିହାରେ ମଧ୍ୟ ଏହା ପ୍ରାଥମିକ ସ୍ତରରେ ପଢ଼ାଯାଉଅଛି। ତଫାତ୍ ଏତିକି, ସେତେବେଳେ ଋତୁର ନାମ ଅନୁସାରେ ପ୍ରକୃତିକୁ ଅନୁଭବ କରି ହେଉଥିଲା, କିନ୍ତୁ ଏବେ ତାହା ବିପରୀତ ଅନୁଭୂତ ହେଉଛି। ସେ ଯାହା ହେଉ, ଏବେ ବି 12 ମାସ କବିତାଟି ଆମ ସମସ୍ତଙ୍କ ହୃଦୟରେ ଲିପିବଦ୍ଧ ହୋଇ ରହିଅଛି। ମୁଁ ଠିକ୍ କହିଲି ନା?